ଜୟ ଶ୍ରୀରାମ। ହିନ୍ଦୁ ନବବର୍ଷ ଏବଂ ବାସନ୍ତୀୟ ନବରାତ୍ରିର ହାର୍ଦ୍ଦିକ ଶୁଭକାମନା। ତେବେ ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ପିତାମହ ବ୍ରହ୍ମା ସୃଷ୍ଟି କାର୍ଯ୍ୟ ଆରମ୍ଭ କରିଥିବା ହେତୁ ଏହି ତିଥିଟି ଅତ୍ୟଧିକ ମହତ୍ତ୍ୱ ରଖେ। ଆଜିଠାରୁ ବିକ୍ରମ ସମ୍ବତ 2083 ଲାଗୁ ହେବ। ଏହି ବର୍ଷ 12ଟି ମାସ ବଦଳରେ 13ଟି ମାସ ଭୋଗ ହେବ, କାରଣ ଗୋଟିଏ ମଳ ମାସ ରହୁଛି। ଠିକ୍ ସେହିପରି ଶାକ୍ତ ଧର୍ମର ପରମ୍ପରା ଅନୁସାରେ ଗୋଟିଏ ବର୍ଷରେ 4ଟି ନବରାତ୍ରି ଆସିଥାଏ। 2ଟି ମୁଖ୍ୟ ନବରାତ୍ରି ଏବଂ 2ଟି ଗୁପ୍ତ ନବରାତ୍ରି। ଶରତ ଋତୁରେ ଯେଉଁ ନବରାତ୍ରି ପାଳନ କରାଯାଏ ତାହାକୁ ଶାରଦୀୟ ନବରାତ୍ରି ଏବଂ ଯେଉଁ ନବରାତ୍ରି ବସନ୍ତ ଋତୁରେ ପାଳନ କରାଯାଏ ତାହାକୁ ବାସନ୍ତୀୟ ନବରାତ୍ରି କୁହାଯାଏ। ଠିକ୍ ସେହିପରି ଆଷାଢ଼ ମାସରେ ଗୋଟିଏ ଗୁପ୍ତ ନବରାତ୍ରି ଏବଂ ଅନ୍ୟଟି ମାଘ ମାସରେ ପଡ଼େ। ଠିକ୍ ସେହିପରି ମା ଦୁର୍ଗାଙ୍କର 9ଟି ଦିବ୍ୟ ଶକ୍ତି ବା ଦିବ୍ୟ ସ୍ୱରୂପ 9ଟି ଗ୍ରହର ଶକ୍ତି ବା ପ୍ରଭାବକୁ ନିୟନ୍ତ୍ରଣ କରିଥାଏ। ଏହାକୁ ଆଧାର କରି ନବରାତ୍ରିର ଉପାସନା କରାଯାଏ। ତେବେ ହିନ୍ଦୁ ନବବର୍ଷଟି ସମଗ୍ର ବିଶ୍ୱବାସୀଙ୍କ ପାଇଁ ଆନନ୍ଦମୟ, ସୁଖମୟ ଏବଂ ସମୃଦ୍ଧିମୟ ହେଉ, ଏହା ମା ଦୁର୍ଗା ଏବଂ ଭଗବାନ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ଜୟ ଜଗନ୍ନାଥ।